ଖରାଦିନ ପୂର୍ବରୁ ଏମିତି ନାଚଗାନାରେ ମାଙ୍କଡ଼ ବିବାହ ପଥପ୍ରାନ୍ତ ନାଟକ କରି ଗାଁ ଗାଁରେ ସଚେତନ କରୁଛି ବନ ବିଭାଗ। ଖରାଦିନରେ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ନିବେଦନ କରୁଛି ବନ ବିଭାଗ। ଗାଁ ମଝିରେ ବାଜୁଛି ଢୋଲ ନିଶାନ ତାସା। ଏହା କୌଣସି ବ୍ରତଘର କି ବାହାଘର ପାଇଁ ନୁହେଁ, ବରଂ ଲୋକଙ୍କୁ ସଚେତନ ପାଇଁ। ପାଏନ ମିଳୁଛି, ପବନ ମିଳୁଛି, ଜଙ୍ଗଲ ନାଇଁ ଥିଲେ ସବୁ ଖାର। ଜଙ୍ଗଲ ପଦା ହେଲେ ମନୁଷ ବଞ୍ଚିବାର ମୁସ୍କିଲ। ସହରରେ ସିନା ଲୋକବାକ ବଡ଼ ବଡ଼ ଗାଡ଼ି ଘର କରି ରହୁଛନ୍, ହେଲେ ଭଲ ପବନ ଟିକେ ଲାଗି ମୁହଁରେ ତୁଣ୍ଡି ଦେଇଛନ୍। ହେଲେ ଗାଁର ଲୋକେ ଜଙ୍ଗଲରୁ ଚାହାର, ମହୁଲ, କେନ୍ଦୁ, ଆମ୍ବ, ଜାମୁନ, ହରଡ଼ା, ବାହାଡ଼ା, ଅଁଲା, ବହଲକଡ଼ ସାଙ୍ଗରେ ନାନା ରକମର ଜିନିଷ ମିଳୁଛି। ଜଙ୍ଗଲରେ ନିଆଁ ଲାଗିଲେ ଏସବୁ ଜଳି ପୋଡ଼ି ପାଉଁଶ ହେବା ସହ ବନ୍ୟଜନ୍ତୁଙ୍କ ଜୀବନ ଯାଉଛି। ପ୍ରତିବର୍ଷ ଖରାଦିନରେ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ଲକ୍ଷ ଲକ୍ଷ ଗଛ ନଷ୍ଟ ହେଉଛି। ଏହାକୁ ରୋକିବା ପାଇଁ ବଲାଙ୍ଗୀର ବନ ବିଭାଗ ଖରାଦିନ ପୂର୍ବରୁ ଉଦ୍ୟମ ଆରମ୍ଭ କରିଛି। ଆଜି ଦେଓଗାଁ ବ୍ଲକ ଉପରଝରକାରେ ବନ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ କରିଛି। ନାଚ ଗୀତ ମାଧ୍ୟମରେ ଲୋକଙ୍କୁ ବୁଝାଉଛନ୍ତି ଜଙ୍ଗଲ ହିଁ ଜୀବନ, ଜଙ୍ଗଲ ବିନା ମଣିଷର ଅସ୍ତିତ୍ୱ ନାହିଁ। ଖରା ଦିନରେ ଜଙ୍ଗଲରେ ନିଆଁ ଲାଗିଥିଲେ ରାତିରେ ଲିଚୁ ଲାଇଟ ଭଳି ଦେଖାଯାଏ। ଗାଁ ଲୋକେ କୁହନ୍ତି ମାକର ବିହା ବୋଲି, କିନ୍ତୁ ନିଆଁ ଲାଗି ଗଛପତ୍ର ପୋଡ଼ିବା ସହ ଜୀବଜନ୍ତୁଙ୍କ ଜୀବନ ଯାଏ। ଏହାକୁ ରୋକିବାକୁ ମାକର ବିହା ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି। ଖରାଦିନ ସାରା ଏହି ପଥପ୍ରାନ୍ତ ନାଟକ ଗାଁ ଗାଁରେ କରିବାକୁ ବନ ବିଭାଗ ଅଣ୍ଟା ଭିଡ଼ିଛି। ଜଙ୍ଗଲରେ ଯିଏ ନିଆଁ ଲଗାଇବ ଜେଲ ଯିବା ସହ 25,000 ଟଙ୍କାର ଜରିମାନା ଦେବାକୁ ଓଡ଼ିଶା ଫରେଷ୍ଟ ଆକ୍ଟରେ ପ୍ରାବଧାନ ରହିଛି। ଏଇଟା ଗୋଟେ ତ ଆମର ଗରମ ପାଇଁ ଗୋଟେ ଆମର ପାଇଁ ଟିକେ ଆମର ଆୱାରନେସ୍ ପାଇଁ ନିହାତି ଦରକାର କରୁଛି ଜଙ୍ଗଲକୁ ସୁରକ୍ଷା ଦୃଷ୍ଟିରୁ। ତେଣୁ ଆମେ ପ୍ରତ୍ୟେକ ଗାଁକୁ ଯାଇକରି ଯେଉଁଟା ଜଙ୍ଗଲ ପାଖାପାଖି ଅଛି ତାକୁ ଆମେ ମିଟିଂ ବି କରୁଛୁ। ତା ସହିତ ବର୍ତ୍ତମାନ ଆମର ଚାଲିଛି ଲୋକାଲ୍ ଲାଙ୍ଗୁଏଜ୍ରେ ବା ଫୋକ୍ ଡ୍ୟାନ୍ସ ମାଧ୍ୟମରେ, ଡ୍ରାମା ମାଧ୍ୟମରେ କିଛି ଲୋକଙ୍କୁ ସଚେତନ କରିବା ପାଇଁ ଯେଉଁ ଜାଗାମାନଙ୍କରେ ଅଧିକା ଟିକେ ନିଆଁ ଲାଗୁଛି, ଆଗରୁ ଲାଗି ଆସୁଛି, ସେଇ ଗାଁ ମାନଙ୍କରେ ଆମର ଟିକେ ପଥପ୍ରାନ୍ତ ନାଟକ ହିସାବରେ ଆମେ ତାଙ୍କର ଆୱାରନେସ୍ କରିବା ପାଇଁ ବିଭିନ୍ନ ତାମାନେ ପ୍ରୋଗ୍ରାମଟା ନିଆଯାଇଛି। ଏବଂ ଆଗାମୀ ଦିନରେ ଆମେ ଯେମିତି ଲୋକଙ୍କ ସଚେତନତା ନେଇକରି ଯେମିତି ନିଆଁ ନ ଲାଗିବ ତା ପାଇଁ ଆମେ ତାଙ୍କର ବିଭିନ୍ନ ମାଧ୍ୟମରେ ତାଙ୍କୁ ବୁଝାଉଛୁ। ଯେମିତିକି ସାଧାରଣତଃ ମହୁଲ ଗଛ ମାଧ୍ୟମରେ ହିଁ ନିଆଁଟା ଲାଗିଥାଏ। ମହୁଲ ଗଛରେ ସେମାନେ କଲେକ୍ସନ୍ କରିବା ପାଇଁ ନିଆଁ ଲଗାଇଥାନ୍ତି। ତେଣୁ ତାକୁ ଯେମିତି ଆମେ ତାର ପ୍ରଶମିତ କରିବା ପାଇଁ ଆମେ ତାଙ୍କ ମାଧ୍ୟମରେ ତାଙ୍କୁ ଆମେ ସଚେତନ କରିବାକୁ ଯାଉଛୁ। ହଁ, ତାଙ୍କ ପାଇଁ ଆମର ଓଡ଼ିଶା ଫରେଷ୍ଟ ଆକ୍ଟ ଅନୁସାରେ ତାଙ୍କର ଦଣ୍ଡବିଧାନ ଅଛି ଏବଂ ନନ୍ ଭ୍ୟାଲୁଏବଲ୍ ମଧ୍ୟ ତାଙ୍କର ପାଇଁ ଅଛି। ଯଦି ନିଆଁ ଲଗାଇବ ଜଙ୍ଗଲ ଭିତରେ ବା ରିଜର୍ଭ ଭିତରେ ନିଆଁ ଲଗାଇବ ତାଙ୍କୁ ନନ୍ ଭ୍ୟାଲୁଏବଲ୍ ତାଙ୍କର ଅଛି ଦଣ୍ଡବିଧାନ ଏବଂ 25,000 ପର୍ଯ୍ୟନ୍ତ ଫାଇନ୍ ମଧ୍ୟ ଅଛି ତାଙ୍କର। ଏଇଟା ଏଇ ପୁରା ଏଇ ଖରା ଦିନ ସାରା, ଖରା ମାସ ସାରା ସେଟା ଚାଲୁଥିବ, କିନ୍ତୁ ଫେଜ୍ ୱାଇଜ୍ ଆମର ଚାଲିଛି। ଏଇଟା ପ୍ରଥମ ଫେଜ୍ରେ ଆମର ପଥପ୍ରାନ୍ତ ନାଟକ ହିସାବରେ ଅଛି। ପ୍ରଥମରେ ଆମର ଗଲାଣି ମିଟିଂ ମାଧ୍ୟମରେ ଗଲାଣି, ପୁଣି ମିଟିଂ ତ କଣ୍ଟିନ୍ୟୁ ରହିବ, ଶେଷ ପର୍ଯ୍ୟନ୍ତ ରହିବ। ଆମେ ସମସ୍ତ ଜନସାଧାରଣକୁ ଆମେ ଆହ୍ୱାନ କରୁଛୁ ଯେମିତି ଜଙ୍ଗଲର ନିଆଁକୁ ଯେମିତି ଯେ ଆମେ ନ ଲଗାଇବା। ଏବେ ସାଧାରଣତଃ ଆମର କିଛି ଜାଳ କାଠ ପାଇଁ ସଂଗ୍ରହ ପାଇଁ ଯାଉଛନ୍ତି, ଆମର NTFP ପାଇଁ କଲେକ୍ସନ୍ କରିବା ପାଇଁ ଯାଉଛନ୍ତି। ସେମାନେ ଯେମିତି ଜଙ୍ଗଲ ଭିତରେ କିଛି ଦୁଷ୍ଟାମୀ ପ୍ରକୃତିର ଲୋକ ମଧ୍ୟ କିଛି ଥାଆନ୍ତି। ତେଣୁ ସେମିତି ସେମାନେ ଯେମିତି ଜଙ୍ଗଲରେ ନିଆଁ ନ ଲଗାଇବେ। ଆଉ ଯଦି ବା କୌଣସି କାରଣ ଯଦି ଲାଗିଥିବାର ସେମାନେ ସୂଚନା ପାଇବେ ଯେ ଆମକୁ ଜଣାଇବା ପାଇଁ କହୁଛୁ ଏବଂ ତା ସହିତ ନିଜେ ମଧ୍ୟ ସେଠିରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରୁଛୁ। ଗ୍ରାମକୁ ଆଇସନ୍ ମାନେ ନିଆଁ ସଚେତନତା କାର୍ଯ୍ୟକ୍ରମ ଚାଲିଛେ। ବହୁତ ବଢ଼ିଆ କାର୍ଯ୍ୟକ୍ରମ ଚାଲିଛେ। ଆଉ ଏଇଟା ଯେନ୍ ଆଜ୍ଞା ମାନେ ଯେନ୍ ଆସିଛନ୍, ଆଗରୁ ଥିଲା ମାନେ ବୁଢ଼ାମାନଙ୍କ ଅମଳରେ ମାକର ବିହା ବୋଲିକରି ଜଙ୍ଗଲକେ ନିଆଁ ଲଗାଇ ଦେଉଥିଲେ। ତାର ଦ୍ୱାରା ଜଙ୍ଗଲର ବହୁତ କ୍ଷତି ହେଉଥିଲା। ଆଉ ସେଇଟା କେନ୍ତାକରି ଲୋକ ସଚେତନତା ହେବେ ତାର ଉପରେ ଆଜ୍ଞା ମାନେ ଏଇଟା କାର୍ଯ୍ୟକ୍ରମ ନେଇକି ଆଇସନ୍। ବହୁତ ବଢ଼ିଆ ସୁନ୍ଦର ହେଲା, ବହୁତ ବଢ଼ିଆ ସୁନ୍ଦର ଜିନିଷଟା ଆଜ୍ଞା ମାନେ ନେଇକି ଆଇସନ୍। ଆଉ ଜଙ୍ଗଲ ଡିପାର୍ଟମେଣ୍ଟ ଆଜ୍ଞା ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ନାଇଁ ଜାନିକିରି ଜଙ୍ଗଲକେ ନିଆଁ ଲଗେଇ ଦଉଥିଲେ, ଏବେକା ସଚେତନ ହେଲା ପରେ ଜଙ୍ଗଲକେ ନିଆଁ ଲଗାଇବେ ବୋଲିକିରି ଆଗରୁ ଲୋକ ତ ଜାଣୁଥିଲେ ବି ଜଙ୍ଗଲରେ ନୁକସାନ ହେଉଛି ବୋଲିକିରି, କିନ୍ତୁ ଏବେ ଆଜ୍ଞା ମାନେ ଯେନ୍ ସଚେତନତା କାର୍ଯ୍ୟକ୍ରମ ଚାଲିଛେ, ଦେଖିଲା ପରେ କିଛି ଲୋକ ଶିଖିଯିବେ, ମାନେ ଜାଣିଯିବେ। ଦେଖିଲା ପରେ ଯେ ଜଙ୍ଗଲରେ ଗଲା ପରେ ମହୁଲ ଗଛରେ ନିଆଁ ଲଗାଇ ଦେଲା ପରେ
ଜଙ୍ଗଲର ନୁକସାନ ହେଉଛେ ଆମର ଗଛ ପୋଡ଼ିଲା ପରେ ଆଉ ଜଙ୍ଗଲରେ ନିଆଁ ଲାଗିକି ଧ୍ୱଂସ ହେଇଯାଉଛେ ଏସବୁ ଲୋକ ଶିଖିବେ ଜାଣିବେ ଆମେ ବି ଭାବୁଛୁ ଆଉ ନାଇଁ ଲଗାବେ ବୋଲି ଭାବୁଛୁ ଆଉ ଆମ ଗାଁରେ ବି ଆମେ ବି ଲୋକଙ୍କୁ କହେମା ମା ଭଉଣୀମାନଙ୍କୁ କହେମୁ ଯେ ତୁମେ ଯାଇକିରି ତୁମର ଗଛରେ ତୁମର ଜୋଗିକିନା ଲଛ ଆଉ ଯେନ୍ଟାକି ନିଆଁଟା ଜଙ୍ଗଲକେ ନେଇ ଯିବା ଜଙ୍ଗଲର ନୁକସାନ ହେଉଛେ ବୋଲି ଆମେ ବି ଲୋକଙ୍କୁ କହେମୁ। ବଲାଙ୍ଗୀର ରଞ୍ଜି ପୃଷ୍ଟିଙ୍କ ରିପୋର୍ଟ ବିଶ୍ୱ ବିଜୟ ନ୍ୟୁଜ ଓଡ଼ିଶା।